ଶାନ୍ତି ଓମ୍ ଶାନ୍ତି। 26/2/25ର ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚ୍ଚେ, ତୁମମାନଙ୍କ ଭିତରେ ଅସରନ୍ତି ଖୁସି ରହିବା ଦରକାର ଯେ ଆମେ ଏବେ ଏହି ଶରୀର ରୂପୀ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ଘରକୁ ଯିବୁ। ପୁଣି ନୂଆ ବସ୍ତ୍ର ନୂଆ ଦୁନିଆରେ ଗ୍ରହଣ କରିବୁ। ପ୍ରଶ୍ନ ଅଛି, ଡ୍ରାମାର କେଉଁ ରହସ୍ୟକୁ ଅତି ସୂକ୍ଷ୍ମ ଭାବରେ ବୁଝିବାକୁ ହେବ? ଡ୍ରାମାର କେଉଁ ରହସ୍ୟକୁ ଅତି ସୂକ୍ଷ୍ମ ଭାବରେ ବୁଝିବାକୁ ହେବ? ଉତ୍ତର, ଏହି ଡ୍ରାମା ଅଙ୍କୁଣି ସଦୃଶ ଧୀରେ ଧୀରେ ଗତି କରୁଛି। ଏବେ ଘଣ୍ଟା ଭଳି ଟିକ୍ ଟିକ୍ ହୋଇ ଚାଲିଛି। ଯାହାର ଯେଉଁ ଅଭିନୟ ଚାଲିଛି ତାହାର ପୁଣି ସେହିପରି 5000 ବର୍ଷ ପରେ ମଧ୍ୟ ଅବିକଳ ପୁନରାବୃତ୍ତି ହେବ। ଏହି ସୂକ୍ଷ୍ମ ରହସ୍ୟକୁ ଭଲ ଭାବରେ ବୁଝିବାକୁ ହେବ। ଯେଉଁ ପିଲାମାନେ ଏହି ରହସ୍ୟକୁ ଯଥାର୍ଥ ରୂପେ ବୁଝିପାରି ନଥାନ୍ତି, ସେମାନେ କହିଦିଅନ୍ତି, ଡ୍ରାମାରେ ଥିଲେ ପୁରୁଷାର୍ଥ କରିବୁ, ସେମାନେ କେବେ ଉଚ୍ଚ ପଦ ପାଇପାରିବେ ନାହିଁ। ଓମ୍ ଶାନ୍ତି। ପିଲାମାନଙ୍କୁ ବାବାଙ୍କର ପରିଚୟ ମିଳିଲା, ତେଣୁ ବାବାଙ୍କ ଠାରୁ ସମ୍ପତ୍ତି ନେବାକୁ ହେବ। ସେଥିପାଇଁ ପବିତ୍ର ହେବାକୁ ପଡ଼ିବ। ମନୁଷ୍ୟ ଡାକୁଛି ମଧ୍ୟ, ହେ ପତିତ ପାବନ ଆସ, ଏଠାକୁ ଆସି ଆମକୁ ପବିତ୍ର କର। କାରଣ ମନୁଷ୍ୟ ଜାଣିଛି ଯେ ଆମର ବୁଦ୍ଧି ପତିତ ହୋଇଯାଇଛି। ବୁଦ୍ଧି ମଧ୍ୟ କହୁଛି, ଏହା ପତିତ ଲହଯୁଗୀ ଦୁନିଆ। ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ ଏବଂ ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯାଉଛି। ତୁମମାନଙ୍କୁ ଏବେ ବାବା ମିଳିଛନ୍ତି, ଭକ୍ତମାନଙ୍କୁ ଭଗବାନ ମିଳିଛନ୍ତି। ଏକଥା ମଧ୍ୟ କହିଥାନ୍ତି ଯେ ଭକ୍ତି ପରେ ଭଗବାନ ଆସିବେ, ଆମକୁ ଭକ୍ତିର ଫଳ ଦେବେ। ଭକ୍ତି ମାର୍ଗରେ ବହୁତ ପରିଶ୍ରମ କରିଥାନ୍ତି, ତେଣୁ ଫଳ ମଧ୍ୟ ମାଗିଥାନ୍ତି। ଭକ୍ତମାନେ କିପରି ପରିଶ୍ରମ କରୁଛନ୍ତି ତାହା ତୁମେମାନେ ଜାଣିଛ। ତୁମେମାନେ ଅଧାକଳ୍ପ ହେବ ଭକ୍ତି ମାର୍ଗରେ ଧକ୍କା ଖାଇ ଖାଇ ଥକି ଯାଇଛ। ଭକ୍ତିରେ ବହୁତ ମେହନତ କରିଛ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଲାଭ ପାଇବା ପାଇଁ ହିଁ ପରିଶ୍ରମ କରାଯାଇଥାଏ। ଭାବୁଛନ୍ତି ଭଗବାନ ଆସିବେ, ଭକ୍ତିର ଫଳ ଦେବେ। ତେବେ ଫଳଦାତା ଭଗବାନ ହିଁ ଅଟନ୍ତି। ଭକ୍ତ ଭଗବାନଙ୍କୁ ମନେ ପକାଇଥାନ୍ତି, କାହିଁକି ନା ଭକ୍ତିରେ ଦୁଃଖ ରହିଛି। ତେଣୁ କହୁଛନ୍ତି, ହେ ଭଗବାନ ଆସ, ଆମର ଦୁଃଖ ହରଣ କରି ଆମକୁ ପବିତ୍ର କର। ଏ ଦୁନିଆରେ କେହି ବି ଜାଣିନାହାନ୍ତି ଯେ ଏବେ ରାବଣ ରାଜ୍ୟ ଚାଲିଛି। ରାବଣ ହିଁ ସମସ୍ତଙ୍କୁ ପତିତ କରିଛି। ଏକଥା ମଧ୍ୟ କହୁଛନ୍ତି ଯେ ରାମ ରାଜ୍ୟ ଦରକାର, କିନ୍ତୁ ତାହା କେବେ କିପରି ହେବ ଏକଥା କେହି ବି ଜାଣିନାହାନ୍ତି। ଆତ୍ମା ଜାଣିଛି ଯେ ଏବେ ରାବଣ ରାଜ୍ୟ ଚାଲିଛି। ଏହା ହେଉଛି ଭକ୍ତି ମାର୍ଗ। ଭକ୍ତମାନେ ବହୁତ ନାଟ ତାମସା କରିଥାନ୍ତି। ପ୍ରଭୁ ପ୍ରେମରେ ଖୁସି ହୋଇ ପୁଣି କାନ୍ଦିଥାନ୍ତି। ଭଗବାନଙ୍କ ପ୍ରେମରେ ଆଖିରେ ଲୁହ ମଧ୍ୟ ଆସିଯାଏ, କିନ୍ତୁ ପ୍ରକୃତରେ ଭଗବାନଙ୍କୁ ଜାଣିନଥାନ୍ତି। ତେବେ ଯାହାଙ୍କ ସ୍ନେହରେ ଲୁହ ଆସିଯାଉଛି, ତାଙ୍କୁ ନିଶ୍ଚୟ ଜାଣିବା ଦରକାର। ଚିତ୍ରରୁ କିଛି ମିଳିନଥାଏ। କେହି କେହି ବହୁତ ଭକ୍ତି କରିଥାନ୍ତି, ତେଣୁ ତାଙ୍କୁ ସାକ୍ଷାତକାର ହୋଇଥାଏ। ବାସ୍ ତାହା ହିଁ ତାଙ୍କ ପାଇଁ ଖୁସିର କଥା। ବର୍ତ୍ତମାନ ଭଗବାନ ନିଜେ ଆସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ କିଏ। ମୁଁ ଯିଏ ଏବଂ ଯେପରି, ସେହିପରି ଏ ଦୁନିଆରେ କେହି ବି ମୋତେ ଜାଣିନାହାନ୍ତି। ତୁମମାନଙ୍କ ଭିତରୁ ମଧ୍ୟ ଯେଉଁମାନେ ବାବା ବାବା ବୋଲି କହୁଛନ୍ତି, ସେମାନଙ୍କ ଭିତରୁ ମଧ୍ୟ କେହି ପକ୍କା, କେହି କଚ୍ଚା ଅଟନ୍ତି। ତେବେ ଦେହ ଅଭିମାନ ତୁଟାଇବାରେ ହିଁ ପରିଶ୍ରମ କରିବାକୁ ପଡ଼ିଥାଏ। ତୁମମାନଙ୍କୁ ଏବେ ଦେହୀ ଅଭିମାନୀ ହେବାକୁ ପଡ଼ିବ। ବାବା କହୁଛନ୍ତି, ତୁମେ ସମସ୍ତେ ଆତ୍ମା, କିନ୍ତୁ ତୁମେ ଏବେ 84 ଜନ୍ମ ଭୋଗ କରି ତମପ୍ରଧାନ ହୋଇଯାଇଛ। ଏବେ ଆତ୍ମାକୁ ତୃତୀୟ ନେତ୍ର ମିଳିଛି, ତେଣୁ ଡ୍ରାମାର ସବୁ ରହସ୍ୟକୁ ବୁଝିପାରୁଛି। ତୁମମାନଙ୍କୁ ସାରା ସୃଷ୍ଟି ଚକ୍ରର ଜ୍ଞାନ ବାବା ଦେଉଛନ୍ତି। ବାବା ଜ୍ଞାନର ସାଗର, ତେଣୁ ପିଲାମାନଙ୍କୁ ମଧ୍ୟ ଜ୍ଞାନ ଦେଉଛନ୍ତି। କେହି ଯଦି ତୁମମାନଙ୍କୁ ପଚାରୁଛନ୍ତି,
ଯେ କେବଳ ତୁମେମାନେ ହିଁ 84 ଜନ୍ମ ନେଉଛ? ତେବେ କୁହ, ହଁ, ଆମ ମଧ୍ୟରେ କେହି 84, କେହି 82 ଜନ୍ମ ନେଉଛନ୍ତି। ଅଧିକରୁ ଅଧିକ 84 ଜନ୍ମ ହିଁ ନେଉଛନ୍ତି। ଯେଉଁମାନେ ପ୍ରଥମରୁ ଆସୁଛନ୍ତି ସେହିମାନେ ହିଁ 84 ଜନ୍ମ ନେଉଛନ୍ତି। ଯେଉଁମାନେ ଭଲ ଭାବରେ ପାଠ ପଢ଼ି ଉଚ୍ଚପଦ ପାଉଛନ୍ତି ସେମାନେ ପ୍ରଥମେ ଆସିବେ। ସେମାନେ ମାଳାରେ ପାଖାପାଖି ରହିବେ, ଅର୍ଥାତ୍ ନୂଆ ଦୁନିଆରେ ପ୍ରଥମେ ଆସିବେ। ଯେପରି ନୂଆ ଘର ତିଆରି ହେଲେ ମନରେ ଆସିଥାଏ ଯେ ଜଲ୍ଦି ସମ୍ପୂର୍ଣ୍ଣ ହୋଇଗଲେ ଆମେ ସେହି ଘରେ ଯାଇ ରହିବୁ, ସେହିଭଳି ତୁମେମାନେ ମଧ୍ୟ ଖୁସି ହେବା ଦରକାର, ଏବେ ଆମେ ଏହି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ଗ୍ରହଣ କରିବୁ। ନାଟକରେ ଅଭିନେତାମାନେ ଘଣ୍ଟାଏ ଅଧଘଣ୍ଟା ପୂର୍ବରୁ ହିଁ ଘଡ଼ିକୁ ଦେଖିଥାନ୍ତି। ସମୟ ଶେଷ ହେଲେ ଆମେ ଘରକୁ ଯିବୁ ଏବଂ ସେହି ସମୟ ମଧ୍ୟ ଆସିଯାଇଥାଏ। ତୁମମାନଙ୍କ ପାଇଁ ଏହା ବେହଦର ଘଡ଼ି ଅଟେ। ତୁମେମାନେ ଜାଣିଛ, ଆମର କର୍ମାତୀତ ଅବସ୍ଥା ଆସିଗଲେ ଏଠାରେ ରହିପାରିବୁ ନାହିଁ। କର୍ମାତୀତ ହେବା ପାଇଁ ମଧ୍ୟ ଯୋଗବଳ ଦରକାର। ସେଥିପାଇଁ ବହୁତ ପରିଶ୍ରମ କରିବାକୁ ହେବ। ତୁମେମାନେ ନୂଆ ଦୁନିଆକୁ ଯିବ, ପୁଣି ସେଠାରେ ଗୋଟିଏ ଗୋଟିଏ ଜନ୍ମରେ ତୁମର କଳା କମ୍ ହୋଇ ଚାଲିବ। ନୂଆ ଘରେ ମଧ୍ୟ 6 ମାସ ରହିଲା ପରେ କିଛି ନା କିଛି ଦାଗ ଆଦି ହୋଇଯାଇଥାଏ ନା, ସାମାନ୍ୟ ଫରକ ପଡ଼ିଥାଏ। ସେହିପରି ନୂଆ ଦୁନିଆରେ ମଧ୍ୟ କେହି କେହି ପ୍ରଥମେ ଆସିବେ, କେହି ପୁଣି ଟିକେ ବିଳମ୍ବରେ ଆସିବେ। ପ୍ରଥମେ ଯେଉଁମାନେ ଆସିବେ ତାଙ୍କୁ ଶତପ୍ରଧାନ କୁହାଯିବ। ପୁଣି ଧୀରେ ଧୀରେ କଳା କମ୍ ହୋଇଯିବ। ଏହି ଡ୍ରାମାର ଚକ୍ର ଉଙ୍କୁଣି ସଦୃଶ ଧୀରେ ଧୀରେ ଚାଲୁଛି ଏବଂ ଘଣ୍ଟା ଭଳି ଟିକ୍ ଟିକ୍ ହୋଇ ଘୂରି ଚାଲିଛି। ତୁମେ ଜାଣିଛ, ସାରା ଦୁନିଆରେ ଯାହାର ଯେଉଁ ଅଭିନୟ ଚାଲିଛି ସେହି ଚକ୍ର ଘୂରି ଚାଲିଛି। ବୁଝିବା ପାଇଁ ଏହା ବହୁତ ସୂକ୍ଷ୍ମ କଥା ଅଟେ। ବାବା ନିଜେ ଅନୁଭବରୁ ଏହି କଥା ଶୁଣାଉଛନ୍ତି। ତୁମେ ଜାଣିଛ, ଏହି ପାଠପଢ଼ାର ପୁଣି 5000 ବର୍ଷ ପରେ ପୁନରାବୃତ୍ତି ହେବ। ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଏହି ଚକ୍ର ବିଷୟରେ କେହି ବି ଜାଣିନାହାନ୍ତି। ଏହାର କ୍ରିଏଟର, ଡାଇରେକ୍ଟର, ମୁଖ୍ୟ ଅଭିନେତା କିଏ, ଏକଥା କେହି ବି ଜାଣିନାହାନ୍ତି। ଏବେ ତୁମେମାନେ ଜାଣୁଛ, ଆମେ 84 ଜନ୍ମ ଭୋଗ କରି ଘରକୁ ଫେରିବୁ। ଆମେ ଆତ୍ମା ଯେତେ ଦେହୀ ଅଭିମାନୀ ହୋଇ ରହିବ ସେତେ ଖୁସିର ନିଶା ଚଢ଼ିବ। ତାହା ହେଲା ବିନାଶୀ ନାଟକ, ଏହା ଅବିନାଶୀ ନାଟକ। ବାବା ଆମ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି। ଏକଥା ଆଗରୁ କହିବେ ନାହିଁ ଯେ ଅମୁକ ସମୟରେ ଏପରି ହେବ। ବାବାଙ୍କୁ କୌଣସି କଥା ପଚାରିଲେ କୁହନ୍ତି, ଡ୍ରାମାରେ ଯାହା କିଛି କହିବାକୁ ଥିଲା କହିଦେଲି। ଡ୍ରାମା ଅନୁସାରେ ଯାହା ଉତ୍ତର ମିଳିବାକୁ ଥିଲା ମିଳିଗଲା, ବାସ୍ ସେହି ଅନୁସାରେ ଚାଲିବାକୁ ହେବ। ଡ୍ରାମା ବିନା ବାବା କିଛି ବି କରିପାରିବେ ନାହିଁ। କେହି କେହି ପିଲା କହିଥାନ୍ତି, ଡ୍ରାମାରେ ଥିଲେ ଆମେ ପୁରୁଷାର୍ଥ କରିବୁ। ତେବେ ଯେଉଁମାନେ ଏଭଳି କହିଥାନ୍ତି ସେମାନେ କେବେ ଉଚ୍ଚପଦ ପାଇପାରିବେ ନାହିଁ। କହିଥାନ୍ତି ସେମାନେ କେବେ ଉଚ୍ଚପଦ ପାଇପାରିବେ ନାହିଁ। ବାବା କହୁଛନ୍ତି, ତୁମକୁ ପୁରୁଷାର୍ଥ କରିବାକୁ ପଡ଼ିବ। କଳ୍ପପୂର୍ବ ଭଳି ଡ୍ରାମା ତୁମମାନଙ୍କୁ ଏବେ ମଧ୍ୟ ପୁରୁଷାର୍ଥ କରାଉଛି। କେହି କେହି ଡ୍ରାମା ଉପରେ ନିର୍ଭର କରିଥାନ୍ତି ଏବଂ କହିଥାନ୍ତି ଡ୍ରାମାରେ ଯାହା ଥିବ ହେବ। ତେବେ ସେମାନଙ୍କ ପାଇଁ ବୁଝିବାକୁ ହେବ ଯେ ଏମାନଙ୍କ ଭାଗ୍ୟରେ ନାହିଁ। ଏବେ ତୁମମାନଙ୍କର ସ୍ମୃତି ଆସୁଛି, ଆମେ ଆତ୍ମା, ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ। ଯେପରି ଆତ୍ମା ଅବିନାଶୀ, ସେହିପରି ଆତ୍ମାର ଅଭିନୟ ମଧ୍ୟ ଅବିନାଶୀ ଅଟେ। ଆତ୍ମାରେ 84 ଜନ୍ମର ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି। ପୁଣି ସେହି ପାର୍ଟ ହିଁ କରିବ। ଏହାକୁ ପ୍ରକୃତି ବୋଲି କୁହାଯାଉଛି। ପ୍ରକୃତି ବିଷୟରେ ଆଉ ଅଧିକ କ'ଣ ବର୍ଣ୍ଣନା କରିବା? ଏବେ ମୁଖ୍ୟ କଥା ହେଉଛି ପବିତ୍ର ନିଶ୍ଚୟ ହେବାକୁ ପଡ଼ିବ। ଏବେ କେବଳ ଏହି ଗୋଟିଏ ଚିନ୍ତା ରହିଛି, କର୍ମଧନ୍ଦା କରି ମଧ୍ୟ ବାବାଙ୍କ ସ୍ମୃତିରେ ରହିବାକୁ ହେବ। ତୁମେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ ନା? ଏକମାତ୍ର ପ୍ରେମିକଙ୍କୁ ସବୁ ପ୍ରେମିକା ମନେ ପକାଇଥାନ୍ତି। ସେହି ପ୍ରେମିକ ମଧ୍ୟ କହୁଛନ୍ତି, ଏବେ କେବଳ ମୋତେ ମନେ ପକାଅ, ମୁଁ ତୁମକୁ ପବିତ୍ର କରିବାକୁ ଆସିଛି। ତୁମେମାନେ ମୋତେ ହିଁ ପତିତ ପାବନ ବୋଲି କହୁଛ, ପୁଣି ମୋତେ
ଭୁଲିକି କେମିତି ଯାଉଛ? ତୁମେମାନେ ଜାଣିଛ ବର୍ତ୍ତମାନ ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ। ତେଣୁ ବାବା ରାଜଯୋଗ ଶିଖାଉଛନ୍ତି। ଯଦି କେହି ବି ଆସୁଛନ୍ତି ତେବେ ତାଙ୍କୁ କୁହ ଏହା ବେହଦର ଘଡ଼ି ଅଟେ। ବାବା ଦିବ୍ୟ ଦୃଷ୍ଟି ଦ୍ୱାରା ଏହି ଘଡ଼ି ତିଆରି କରିଛନ୍ତି। ଯେପରି ସେହି ଘଡ଼ିକୁ ତୁମେମାନେ ବାରମ୍ବାର ଦେଖୁଛ, ଏବେ ଏହି ବେହଦର ଘଡ଼ି ମନେ ପଡ଼ୁଛି। ବାବା ବ୍ରହ୍ମାଙ୍କ ଦ୍ୱାରା ଗୋଟିଏ ଧର୍ମର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ଆସୁରୀ ଦୁନିଆରେ ବିନାଶ କରାଉଛନ୍ତି। ବୁଦ୍ଧି ମଧ୍ୟ କହୁଛି ଚକ୍ର ନିଶ୍ଚୟ ଘୂରିବା ଦରକାର। କଳିଯୁଗ ପରେ ସତ୍ୟଯୁଗ ଆସିବ। ବର୍ତ୍ତମାନ ବହୁତ ମନୁଷ୍ୟ ଅଛନ୍ତି, ଉପଦ୍ରବ ମଧ୍ୟ ବହୁତ ହୋଇ ଚାଲିଛି। ଏହା ହିଁ ସେହି ମୂଷଳ ଅଟେ। ଶାସ୍ତ୍ରରେ ତ କେତେ କଥା ଲେଖି ଦେଇଛନ୍ତି। ବାବା ଆସି ସମସ୍ତ ବେଦ ଶାସ୍ତ୍ରର ସାରାଂଶକୁ ବୁଝାଉଛନ୍ତି। 4ଟି ମୁଖ୍ୟ ଧର୍ମ ମଧ୍ୟ ରହିଛି। 5 ନମ୍ବରରେ ଏହି ବ୍ରାହ୍ମଣ ଧର୍ମ ରହିଛି। ଏହା ସବୁଠାରୁ ଉଚ୍ଚ ଏବଂ ଛୋଟ ଧର୍ମ। ତେବେ ବ୍ରାହ୍ମଣମାନେ ହିଁ ଯଜ୍ଞର ଦାୟିତ୍ୱ ନେଇଥାନ୍ତି। ଏହା ଜ୍ଞାନ ଯଜ୍ଞ ଅଟେ। ଦୁନିଆରେ ଉପଦ୍ରବ ନ ହେବା ପାଇଁ ଯଜ୍ଞ ରଚନା କରିଥାନ୍ତି। ସେମାନେ ଭାବୁଛନ୍ତି ଏହି ଲଢ଼େଇ ଆଦି ନ ଲାଗୁ। ଆରେ ଲଢ଼େଇ ନ ଲାଗିଲେ ସତ୍ୟଯୁଗ କିପରି ଆସିବ? ଏତେ ସବୁ ମନୁଷ୍ୟ କେଉଁଆଡ଼େ ଯିବେ? ମୁଁ ଆସି ସବୁ ଆତ୍ମାମାନଙ୍କୁ ନେଇ ଯାଉଛି। ତେବେ ନିଶ୍ଚିନ୍ତ ଭାବରେ ଏହିଠାରେ ହିଁ ଶରୀର ତ୍ୟାଗ କରିବାକୁ ପଡ଼ିବ। ତୁମେ ଡାକୁଛ ମଧ୍ୟ, ହେ ବାବା ଏଠାକୁ ଆସି ଆମକୁ ପତିତରୁ ପାବନ କର। ବାବା କହୁଛନ୍ତି ମୋତେ ନିଶ୍ଚୟ ପୁରୁଣା ଦୁନିଆର ବିନାଶ କରାଇବାକୁ ପଡ଼ିବ। ପବିତ୍ର ଦୁନିଆ କେବଳ ସତ୍ୟଯୁଗକୁ କୁହାଯିବ। ବାକି ଅନ୍ୟମାନଙ୍କୁ ମୁକ୍ତିଧାମକୁ ନେଇଯାଉଛି। ତେବେ ସମସ୍ତେ କାଳକୁ ଡାକୁଛନ୍ତି ନା? କିନ୍ତୁ ଏକଥା ବୁଝିପାରୁନାହାନ୍ତି ଯେ ଆମେ ତ କାଳଙ୍କୁ ଡାକୁଛୁ। ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ମୁଁ ଆତ୍ମାମାନଙ୍କୁ ବିକାରୀ ଦୁନିଆରୁ ବାହାର କରି ଶାନ୍ତିଧାମକୁ ନେଇଯାଉଛି। ତେବେ ଏହା ତ ଭଲ କଥା ନା? ପ୍ରଥମେ ତୁମେମାନେ ମୁକ୍ତିଧାମକୁ ଯାଇ ସେଠାରୁ ଜୀବନ ମୁକ୍ତିକୁ ଆସି ପୁଣି ଜୀବନ ବନ୍ଧନରେ ଆସିବ। ଏତେ ସବୁ ସତ୍ୟଯୁଗକୁ ତ ଯିବେ ନାହିଁ, କ୍ରମାନୁସାରେ ଆସିବେ। ସେଥିପାଇଁ ଏବେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ। ଯେଉଁମାନେ ପରେ ଆସୁଛନ୍ତି ତାଙ୍କର ଅଳ୍ପ ଅଭିନୟ ରହିଛି, ତେଣୁ ସେମାନେ ପ୍ରଥମେ ନିଶ୍ଚିନ୍ତ କିଛି ସୁଖ ପାଇବେ। ତୁମର ଅଭିନୟ ସବୁଠାରୁ ଉଚ୍ଚ ଅଟେ। ତୁମେମାନେ ବହୁତ ସୁଖ ପାଉଛ। ଧର୍ମସ୍ଥାପକମାନେ ତ କେବଳ ଧର୍ମର ସ୍ଥାପନା କରିଥାନ୍ତି, କାହାକୁ ମୁକ୍ତି ଦେଇପାରିନଥାନ୍ତି। ବାବା ତ ଭାରତକୁ ଆସି ସମସ୍ତଙ୍କୁ ଜ୍ଞାନ ଦେଉଛନ୍ତି। ସିଏ ହିଁ ସମସ୍ତଙ୍କର ପତିତ ପାବନ ଅଟନ୍ତି। ସମସ୍ତଙ୍କୁ ଏହି ବନ୍ଧନରୁ ମୁକ୍ତ କରୁଛନ୍ତି। ଅନ୍ୟ ଧର୍ମ ସ୍ଥାପକମାନେ କୌଣସି ସଦ୍ଗତି କରିବାକୁ ଆସିନାହାନ୍ତି। ସେମାନେ କେବଳ ତାଙ୍କର ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି। ସେମାନେ କୌଣସି ଶାନ୍ତିଧାମ ସୁଖଧାମକୁ ନେଇଯାଇ ନଥାନ୍ତି। ସମସ୍ତଙ୍କୁ ଶାନ୍ତିଧାମ ସୁଖଧାମ ବାବା ହିଁ ନେଇଯାଆନ୍ତି। ଯିଏ ଦୁଃଖରୁ ମୁକୁଳାଇ ସୁଖ ଦେଇଥାନ୍ତି ତାଙ୍କର ହିଁ ତୀର୍ଥ କରାଯାଇଥାଏ। ମନୁଷ୍ୟମାନେ ବୁଝିପାରୁନାହାନ୍ତି ଯେ ବାସ୍ତବରେ ସତ୍ୟ ତୀର୍ଥ ତ ଏକମାତ୍ର ବାବାଙ୍କର ହିଁ ଅଟେ। ମହିମା ମଧ୍ୟ ଜଣଙ୍କର ହିଁ କରାଯାଇଛି। ସମସ୍ତେ ତାଙ୍କୁ ଡାକୁଛନ୍ତି, ହେ ମୁକ୍ତିଦାତା ଆସ। ଭାରତ ହିଁ ପ୍ରକୃତ ସତ୍ୟ ତୀର୍ଥ ଅଟେ, ଯେଉଁଠି ବାବା ଆସି ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତି ଦେଉଛନ୍ତି। ତୁମେମାନେ ପୁଣି ଭକ୍ତି ମାର୍ଗରେ ତାଙ୍କର ବଡ଼ ବଡ଼ ମନ୍ଦିର ତିଆରି କରୁଛ। ହୀରା ନୀଳାର ମନ୍ଦିର ତିଆରି କରୁଛ। ସୋମନାଥ ମନ୍ଦିର କେତେ ସୁନ୍ଦର ଭାବରେ ତିଆରି କରିଛନ୍ତି। ଏବଂ ବର୍ତ୍ତମାନ ଦେଖ ବାବା କେଉଁଠାରେ ବସିଛନ୍ତି? ପତିତ ଶରୀର, ପତିତ ଦୁନିଆରେ। ତୁମେ ପିଲାମାନେ ହିଁ ତାଙ୍କୁ ଚିହ୍ନୁଛ। ତେଣୁ ତୁମେମାନେ ବାବାଙ୍କର ସହଯୋଗୀ ହେଉଛ। ଅନ୍ୟମାନଙ୍କୁ ରାସ୍ତା ବତାଇବାରେ ଯିଏ ସାହାଯ୍ୟ କରିବ ସେମାନଙ୍କୁ ଉଚ୍ଚ ପଦ ମିଳିବ। ଏହା ହିଁ ନିୟମ ଅଟେ। ବାବା କହୁଛନ୍ତି ତୁମେମାନେ ପରିଶ୍ରମ କର, ବହୁତଙ୍କୁ ରାସ୍ତା ବତାଅ ଯେ ବାବା ଏବଂ ବର୍ଷାକୁ ମନେ ପକାଅ। 84 ଜନ୍ମର ଚକ୍ର ତ ସମ୍ମୁଖରେ ରହିଛି। ଏହା ଯେପରି ଅନ୍ଧମାନଙ୍କର ଆଗରେ ଆଇନା ସଦୃଶ ଅଟେ। ଏହି ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି। ତଥାପି ମଧ୍ୟ ମୋତେ କେହି ଜାଣିପାରୁନାହାନ୍ତି। ଏପରି ନୁହେଁ ଯେ ଯେତେବେଳେ ମୋର ମନ୍ଦିର ଲୁଟି ନେଉଛନ୍ତି ସେତେବେଳେ ମୁଁ କିଛି କରିବି। ଡ୍ରାମାରେ ଲୁଟ୍ ହେବାର ଅଛି, ତେଣୁ ଲୁଟି ନେଇଯିବେ।
ମୋତେ ଡାକୁଛନ୍ତି ପତିତରୁ ପାବନ କର, ସେଥିପାଇଁ ମୁଁ ଏଠାକୁ ଆସି ତୁମମାନଙ୍କୁ ପାଠ ପଢ଼ାଉଛି। ଡ୍ରାମାରେ ବିନାଶ କଥା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି, ତେଣୁ ବିନାଶ ମଧ୍ୟ ହେବ। ମୁଁ କୌଣସି ମନ୍ତ୍ର ଫୁଙ୍କି ଦେଉନାହିଁ ଯାହାଦ୍ୱାରା ବିନାଶ ହୋଇଯିବ। ମୂଷଳ ଆଦି ତିଆରି ହୋଇଛି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି। ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ଏଥିରେ ମୋର ଅଭିନୟ ସବୁଠାରୁ ବଡ଼। ସୃଷ୍ଟିକୁ ବଦଳାଇ ପତିତରୁ ପାବନ କରିବା। ତେବେ ସମର୍ଥ କିଏ, ମୁଁ ନା ଡ୍ରାମା? ଡ୍ରାମା ଅନୁସାରେ ରାବଣକୁ ମଧ୍ୟ ଆସିବାକୁ ହିଁ ପଡ଼ିବ। ମୋ ପାଖରେ ଯେଉଁ ଜ୍ଞାନ ଅଛି ମୁଁ ଆସି ତୁମମାନଙ୍କୁ ଦେଉଛି। ତୁମେ ଶିବ ବାବାଙ୍କର ସେନା ଅଟ, ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ବାବା କହୁଛନ୍ତି, ନୂଆ ନୂଆ ସେଣ୍ଟର ସବୁ ଖୋଲି ଚାଲ, ମୁଁ ପାଠ ପଢ଼ାଇବାକୁ ଆସୁଛି। ମୁଁ କିଛି ହେଲେ ତୁମଠାରୁ ନେଉନାହିଁ। ଯାହା କିଛି ପଇସା ଅଛି ସବୁ ଏହି ଈଶ୍ୱରୀୟ ସେବାରେ ସଫଳ କର। ଏପରି ମଧ୍ୟ ନୁହେଁ ଯେ ସବୁକିଛି ଦାନ କରିଦେଇ ଭୋକରେ ମରିବ। ଭୋକରେ କେହି ମରିପାରିବେ ନାହିଁ। ବ୍ରହ୍ମା ବାବା ନିଜର ସବୁକିଛି ସମର୍ପଣ କରି କ'ଣ ଭୋକରେ ମରିଯାଇଥିଲେ? ତୁମେମାନେ କ'ଣ ଭୋକରେ ମରୁଛ? ଏହା ତ ଶିବ ବାବାଙ୍କର ଭଣ୍ଡାରା, ଯେଉଁଠାରେ ତୁମମାନଙ୍କୁ ଭୋଜନ ମିଳୁଛି। ଆଜିକାଲି ତ ଦୁନିଆରେ ଦେଖ କେତେ ମନୁଷ୍ୟ ଭୋକରେ ମରୁଛନ୍ତି। ଏବେ ତୁମକୁ ବାବାଙ୍କ ଠାରୁ ସମ୍ପୂର୍ଣ୍ଣ ବର୍ଷା ନେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ଏହା ହେଉଛି ଆତ୍ମାର ନେଚର କିଓର ଅର୍ଥାତ୍ ପ୍ରାକୃତିକ ଚିକିତ୍ସା। ତେବେ ଏହା ବିଲକୁଲ ସରଳ କଥା। କେବଳ ମୁଖ ଦ୍ୱାରା କହୁଛନ୍ତି ମନ୍ମନା ଭବ। ଆତ୍ମାକୁ ସୁସ୍ଥ କରୁଛନ୍ତି। ସେଥିପାଇଁ ବାବାଙ୍କୁ ଅବିନାଶୀ ସର୍ଜନ ମଧ୍ୟ କୁହାଯାଉଛି। କିପରି ଭଲ ଅପରେସନ୍ ଶିଖାଉଛନ୍ତି। ମୋତେ ମନେ ପକାଇଲେ ତୁମର ସବୁ ଦୁଃଖ ଦୂର ହୋଇଯିବ। ତୁମେ ସବୁ ଚକ୍ରବର୍ତ୍ତୀ ରାଜା ହୋଇଯିବ। ଏହି କଣ୍ଟାର ଜଙ୍ଗଲରେ ରହି ଏପରି ଭାବ ଯେ ଆମେ ଫୁଲର ବଗିଚାକୁ ଯାଉଛୁ, ନିଜ ଘରକୁ ଯାଉଛୁ। ପରସ୍ପରକୁ ବାବାଙ୍କ କଥା ମନେ ପକାଇ ଦିଅ। ଆଲ୍ଲାହଙ୍କୁ ମନେ ପକାଇଲେ ବାଦଶାହୀ ମିଳିଯିବ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପଏଣ୍ଟ ନମ୍ବର 1 ଅଛି, ଉଚ୍ଚ ପଦ ପାଇବା ପାଇଁ ବାବାଙ୍କର ପୁରା ସହଯୋଗୀ ହେବାକୁ ପଡ଼ିବ। ଅନ୍ଧମାନଙ୍କୁ ରାସ୍ତା ଦେଖାଇବାକୁ ହେବ। ବେହଦର ଘଡ଼ିକୁ ସର୍ବଦା ମନେ ରଖିବାକୁ ହେବ। ପଏଣ୍ଟ ନମ୍ବର 2 ଅଛି, ଯଜ୍ଞର ଦାୟିତ୍ୱ ବହନ କରିବା ପାଇଁ ନିଷ୍ଠାପର ବ୍ରାହ୍ମଣ ହେବାକୁ ପଡ଼ିବ। ଯାହା କିଛି ଧନ ସମ୍ପତ୍ତି ଅଛି ତାକୁ ସଫଳ କରି ବାବାଙ୍କ ଠାରୁ ପୂର୍ଣ୍ଣ ସମ୍ପତ୍ତି ଅର୍ଥାତ୍ ରାଜତ୍ୱ କରିବାର ଅଧିକାର ନେବାକୁ ହେବ। ବରଦାନ, ମନ୍ମନା ଭବର ବିଧି ଦ୍ୱାରା ସର୍ବବନ୍ଧନ ଗୁଡ଼ିକର ବୀଜକୁ ସମାପ୍ତ କରୁଥିବା ନଷ୍ଟ ମହାସ୍ମୃତି ସ୍ୱରୂପ ଭବ। ବନ୍ଧନ ଗୁଡ଼ିକର ବୀଜ ହେଲା ସମ୍ବନ୍ଧ। ଯେବେ କି ବାବାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡ଼ି ଦେଇଛ, ତେବେ ଅନ୍ୟ କାହା ସହିତ ମୋହ କିପରି ହୋଇପାରିବ? ବିନା ସମ୍ବନ୍ଧରେ ମୋହ ହୋଇପାରିବ ନାହିଁ ଏବଂ ମୋହ ନଥିଲେ ବନ୍ଧନ ମଧ୍ୟ ନଥାଏ। ଯଦି ବୀଜକୁ ହିଁ ସମାପ୍ତ କରିଦେବ, ତେବେ ବୀଜ ବିନା ବୃକ୍ଷ କିପରି ସୃଷ୍ଟି ହୋଇପାରିବ? ଯଦି ଏବେ ପର୍ଯ୍ୟନ୍ତ ମଧ୍ୟ ବନ୍ଧନ ରହିଛି, ତେବେ ଏଥିରୁ ପ୍ରମାଣିତ ହେଉଛି ଯେ କିଛି ତୁଟେଇଛ, କିଛି ଯୋଡ଼ିଛ। ସେଥିପାଇଁ ମନ୍ମନା ଭବର ବିଧି ଦ୍ୱାରା ମାନସିକ ବନ୍ଧନ ଗୁଡ଼ିକରୁ ମଧ୍ୟ ମୁକ୍ତ ନଷ୍ଟ ମହା ସ୍ମୃତି ସ୍ୱରୂପ ହୁଅ। ତାପରେ ଏହିଭଳି ଅଭିଯୋଗ ମଧ୍ୟ ସମାପ୍ତ ହୋଇଯିବ। କ'ଣ କରିବି, ମୋର ତ ବନ୍ଧନ ରହିଛି, କାଟି ପାରୁନାହିଁ। ସ୍ଲୋଗାନ। ବ୍ରାହ୍ମଣ ଜୀବନର ଶ୍ୱାସ ଉମଙ୍ଗ ଉତ୍ସାହ ଅଟେ। ସେଥିପାଇଁ ଯେକୌଣସି ପରିସ୍ଥିତିରେ ଉମଙ୍ଗ ଉତ୍ସାହର ମାତ୍ରା କମ୍ ନ ହେଉ। ବ୍ରାହ୍ମଣ ଜୀବନର ଶ୍ୱାସ ଉମଙ୍ଗ ଉତ୍ସାହ ଅଟେ। ସେଥିପାଇଁ ଯେକୌଣସି ପରିସ୍ଥିତିରେ ଉମଙ୍ଗ ଉତ୍ସାହର ମାତ୍ରା କମ୍ ନ ହେଉ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି।